ଗଙ୍ଗୋତ୍ରୀ ଯାତ୍ରାର ସମ୍ପୂର୍ଣ୍ଣ ଭିଡ଼ିଓଟିଏ ଆଜି ପର୍ଯ୍ୟନ୍ତ ମୁଁ କରିପାରିଲି ନାହିଁ। କରିପାରୁନି ଏଇଥିପାଇଁ ଯେ ବର୍ଣ୍ଣିବାକୁ ଭାଷାର ଅଭାବ ଅନୁଭୂତ ହେଉଛି। କ'ଣ କହି ସୁନ୍ଦର ଦୃଶ୍ୟର ବର୍ଣ୍ଣନା ମୁଁ କରିବି? ତଥାପି ବେଳେବେଳେ ନିରୋଳାରେ ଏକାନ୍ତରେ ବସି ମୁଁ ସେ ଭିଡ଼ିଓ ସବୁ ଦେଖେ, ଆଉ ମୁଁ ସ୍ମୃତିଚାରଣ କରି ଆତ୍ମହରା ହୁଏ। ସତରେ ପ୍ରକୃତି ଯେମିତି ଅପରୂପ ସୌନ୍ଦର୍ଯ୍ୟମୟୀ, ସେମିତି ପ୍ରଳୟଙ୍କାରୀ। ଗଙ୍ଗୋତ୍ରୀ ରାସ୍ତାରେ ହର୍ସିଲ ଭେଲି ପଡ଼ିଥିଲା, ଯାହା ଖୁବ୍ ସୁନ୍ଦର। ତାପରେ ପଡ଼ିଥିଲା ଧରାଭି, ଯେଉଁଠି ଜଳ ପ୍ରଳୟ ମହାପ୍ରଳୟ ରଚିଥିଲା। ସେ ଜାଗାକୁ ବି ଦେଖିଥିଲି। ଆତ୍ମହରା ହେଉଥିଲି ଆଉ ଅଭିଭୂତ ହେଉଥିଲି ଭାଗୀରଥୀର ଏଇ ସ୍ଥିର ସୁନ୍ଦର ରୂପ ଦେଖି। ମନେ ମନେ ଭାବୁଥିଲି, ପ୍ରକୃତିଠୁ ସୁନ୍ଦର ଆଉ ପ୍ରକୃତିଠୁ ଭୟଙ୍କର ଆଉ କ'ଣ ଥାଇପାରେ? ସେଇ ପ୍ରକୃତିର ସୁରକ୍ଷା କଲେ ସେ ଆମ ପାଇଁ କେତେ ମଙ୍ଗଳକାରୀ। ଠିକ୍ କହିଲି ନା? ନିଶ୍ଚୟ ଉତ୍ତର ଦେବେ ମୋ